प्रचार करुछु अतिबड़ी जगन्नाथ दास विरचित श्रीमद् भागवतर 118तम भाग। प्रयोजना सुहास महांती। सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे मैत्रेय विदुरଙ୍କୁ प्राचीन नरपतिଙ୍କର अकर्म मार्गରେ ଯିବା ହେତु ଯେଉଁ ଅନିଷ୍ଟ ଘଟିଲା ସେ ବିଷୟରେ କହିଲେ। प्राचीन नरपति पशुबध ଓ ନାନାଦି ଅପକର୍ମ କଲେ। ନାରଦ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ପରିଣତି ସମ୍ପର୍କରେ ଚେତାଇଥିଲେ। ତତ୍ପରେ ନାରଦ ତାଙ୍କୁ ନାରୀବଶ ହୋଇ ଧର୍ମକର୍ମ ଭୁଲି ଯାଇଥିବା ରାଜା ପୁରଞ୍ଜନଙ୍କ ବିଷୟରେ କହିଲେ। नारद उवाच शुण प्राचीन नृपवर से पुरंजन से मंदिर रहिला स्त्री बस भोगे अज्ञान मोह अनुरागे से राजा होई अपंडित लोभे बधई मृगजूथ जे प्राणी पशु बध करे से पशु जोनि रे विहरे से पशु जोनि रे भ्रमई जातन कर्म न छाड़ई पशुर देहि रोम जिते जन्म लभई सेहि मते वन भ्रमणी नृपवर बहुत श्रम हिला तार इच्छई पत्नीर संगति अनंग पीड़ारी नृपति न पाई से निज जुवती सखींकिराई पचारती मो प्राण सखी छंती काहीं कही संतोष कर देहि ता शुणी सखी गण भये बोलंती शुण महाराये आम्भे न जाणु से किं पाई भूमि सज्जारे छंती सोई। रानी की देखी से राजन सत्वरे कला लिंगन गो सखी मुझे अपराधी तो संगते जी दुर्बुद्धि मुझे तुम्हारा निज पति मृगया श्रमी दुखती एबे तु तेजी अभिमान आपना करी मते घेन तु शांति कर गो मृगाखी मो प्राण शरीर छाड़ुछि। चतुर्थ स्कंधे भागवत 26 अध्याय चरित अमृत ज्ञानमय गीत कहिले विप्र जगन्नाथ। इति श्रीमद्भागवते महापुराणे परमहंस्यां संहितायां चतुर्थ स्कंधे पुरंजनोपाख्याने नाम षड्विंशोऽध्यायः। नारद उवाच अनेक मते प्रबोधिला रानीर मान दूर कला प्रसन्न बदने सुंदरी स्नान मार्जना बेगे सारी नृपति समीपे मिलिला हसी पलंके बीजे कला से काम भोगेण नृपति
ଫୁଟିଣ ଶ୍ରାନ୍ତ ହେଲା ଅତି ଅଜ୍ଞାନେ କ୍ରୀଡ଼ାର ଶିରତ ନଦେଲା ଜ୍ଞାନ ମାର୍ଗେ ଚିତ ଏମନ୍ତେ ବହୁ ସମ୍ବତ୍ସର କାମିନୀ ବସେ ନୃପବର ଭୋଗାନ୍ତେ ପୁରଞ୍ଜନ ଠାରେ ଜନ୍ମିଲେ ଦୁଇ ତାକୁ ମରେ ତଦନ୍ତେ ପ୍ରବେଶିଲା କାଳ ଯେ ହରେ ପ୍ରାଣୀ ଆୟୁ ବଳ ଗନ୍ଧର୍ବ ମାନଙ୍କର ପତି ଅତି ପ୍ରଚଣ୍ଡ ତାର ଗତି ସେ ଚଣ୍ଡ ବେଗ ଆଜ୍ଞା ପାଇ ବିଢିଲେ ରାଜପୁର ଯାଇ ସେ ନଗରେ ରାଜା ପୁରଞ୍ଜନ ସଙ୍ଗତେ ଘେନି ପ୍ରଜାଗଣ ତା ଦିନ ପତ୍ନୀ ସ୍ନେହେ ଗଲା କୁଚିତ ସୁଖେ ନିମଜିଲା ପ୍ରାଚୀନ ବହିକୁ ନାରଦ କହିଲେ ଅପୂର୍ବ ସମ୍ବାଦ କାଳର କନ୍ୟା ଏକ ଥିଲା ତାହାକୁ କେହି ନ ବରିଲା ସେ ସର୍ବଭାଗ୍ୟର ଧାମ ଏଣୁ ଦୁର୍ଭାଗା ତାର ନାମ ବର ଇଚ୍ଛଇ ନିରନ୍ତରେ ଦେଖିଣ ପ୍ରାଣୀ ତାଙ୍କ ଡରେ ମୁଦିନେ ବ୍ରହ୍ମଲୋକ ଠାରୁ ଏମହି ଭ୍ରମଣ ଇଚ୍ଛାରୁ ଆସନ୍ତେ କୃଷ୍ଣର ଶିରସି ମୋତେ ଭେଟିଲା ଦୁଷ୍ଟ ଆସି ବୋଇଲା ଶୁଣ ମୁନିବର ମୋ କାମ ଦୁଃଖ ପରିହର ଭୂମୁନି ଶ୍ରେଷ୍ଠ ଯୋଗେଶ୍ୱର ମୋ ତୁଲେ ଗୃହ ଧର୍ମ କର ଏମନ୍ତ ବାକ୍ୟ ତାର ଶୁଣି ଆମ୍ଭେ ପ୍ରକୋପେ ତାକୁ ଭଣି ହୋଇଲୁ ତୁ ନିଜ ଯୁବତୀ ପ୍ରମୋଦା କୁଳେ ନଭୁ ସତୀ ପାତ୍ର ପାତ୍ର ତୁ ନ ଜାଣୁ ଦୂଷଣ କଥା ମୁଖେ ଭଣୁ ତା ଶୁଣିବି ମୁଖେ ତରୁଣୀ ସକ୍ରୋଧୀ ସାପ ମତେ ଭଣି ବୋଇଲା ଶୁଣ ମୁନିବର ମୋ ପ୍ରୀତି ଆଶା କଲୁ ଦୂର ତୁ ଏକ ଠାବେ ନ ରହିବୁ ଜୀବନ୍ତେ ଯେତେ କାଳ ଥିବୁ ବ୍ରହ୍ମାଣ୍ଡ ମଧ୍ୟରେ ସ୍ଥାନ ଯେତେ ଭ୍ରମଣ କରୁଥିବୁ ନିତେ ଭୋଦେବ ଯବନ ଈଶ୍ୱର ତୁ ବୀର ବଳେ ବଳିୟାର ମୁକାମେ ତୁମ୍ଭଙ୍କୁ ଭଜିଲି ଲଜ୍ଜା ସଙ୍କୋଚ ଉପେଥିଲି ମୋ ସଙ୍ଗେ କର ବଇ ଭୋଗ ହର ଦୁର୍ଜୟ କାମ ରୋଗ ଶୁଣ ଗୋ କାଳର ଦୁହିତି ତୋ ସମୀ ବରି ଅଛି ପତି ତୁ ଯେ ଅଲକ୍ଷ୍ୟ ଯୋଗେଶ୍ୱରୀ ତାହାଙ୍କୁ ଭୋଗ କର ଧରି ଏକାକୀ ବୋଲି ଭୟ ଯିବେ ମୁଁ ସେନା ସଙ୍ଗେ ନିୟତେବେ ଏ ସର୍ବ ପ୍ରାଣୀ ଅଙ୍ଗେ ଯାଇ କୁକର୍ମ ମାର୍ଗେ ଲୋଭେ ନେଇ ନିତ୍ୟ ପୀଡ଼ନ୍ତି ଅନୁକ୍ଷଣ ଜୀବକୁ ରୋଗ ପ୍ରଭେଦେଣ ଶୁଣୁଥିଲେ ଶ୍ରୀମଦ୍ ଭାଗବତର 118ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ସନ୍ତନୁ ମହାପାତ୍ର, ପ୍ରଯୋଜନା ସୁହାସ ମହାନ୍ତି।